ପିୟୁଷ ବିବାଦ ନୂଆ ମୋଡ଼, ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କୁ ବଡ଼ ଝଟକା। ଅଭିନୟ ଉପରେ ରୋକ ଲଗାଇଲେ ଭୁବନେଶ୍ୱର ସିଭିଲ କୋର୍ଟ। ବେଶ୍ ଜାକଜମକ ଡିଜେ ସାଉଣ୍ଡ ବଜାଇ ପ୍ରଶଂସକ ଓ ଯାତ୍ରାପ୍ରେମୀଙ୍କ ଗହଣରେ ବର୍ଷେ ପରେ ମଞ୍ଚକୁ ଚଢ଼ିଥିଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ। ନାଟକ ତୁ ମୋ ବଜରଙ୍ଗୀ ଜରିଆରେ ଯାତ୍ରା ମଞ୍ଚରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ଲୋକପ୍ରିୟ ଅଭିନେତା ପିୟୁଷ। ହେଲେ ମଞ୍ଚକୁ ଚଢ଼ିବାର କେଇ ଘଣ୍ଟା ନ ଯାଉଣୁ ପିୟୁଷଙ୍କୁ ଲାଗିଛି ବଡ଼ ଝଟକା। ଏବେ ଯାତ୍ରା ମଞ୍ଚରେ ଅଭିନୟ କରିପାରିବେନି ପିୟୁଷ, ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ଭୁବନେଶ୍ୱର ସିଭିଲ କୋର୍ଟ। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ବୁଧବାର ଶୁଣାଣି କରିଛନ୍ତି କୋର୍ଟ। ଆଉ ପିୟୁଷଙ୍କୁ ମଞ୍ଚରେ ଅଭିନୟ କରିବା ଉପରେ ରୋକ ଲଗାଇଛନ୍ତି ଭୁବନେଶ୍ୱର ସିଭିଲ କୋର୍ଟ। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଯାଏଁ ମଞ୍ଚରେ ଅଭିନୟ ବାରଣ କରାଯାଇଛି। ଯାତ୍ରା ସିଂହବାହିନୀରେ ଅଭିନୟ କରିଥିଲେ ପିୟୁଷ। କୋର୍ଟରେ ଏହି ନିଷ୍ପତ୍ତି ପିୟୁଷଙ୍କ ସହିତ ଯାତ୍ରା ସିଂହବାହିନୀ ମାଲିକ ସହ ଯାତ୍ରା ପ୍ରେମୀଙ୍କୁ ନିରାଶ କରିଛି। ତେବେ କୋର୍ଟଙ୍କ ରାୟ ଉପରେ ପିୟୁଷ କିମ୍ବା ସିଂହବାହିନୀ ପ୍ରଯୋଜକଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇନି। ସୂଚନାଯୋଗ୍ୟ, ଚୁକ୍ତି ଓ ଟଙ୍କାକୁ ନେଇ ଯାତ୍ରା ବିବାଦ ପରେ ଦୀର୍ଘ ଦିନ ପରେ ଅଭିନେତା ପିୟୁଷ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଥିଲା। ଚଣ୍ଡିଖୋଲ ସିଣ୍ଡିକେଟ ଯାତ୍ରା କମିଟି ପକ୍ଷରୁ ଯାତ୍ରା ସିଂହବାହିନୀ ଯାତ୍ରା ଅନୁଷ୍ଠାନରେ ନୂତନ ନାଟକ ତୁ ମୋ ବଜରଙ୍ଗୀ ନିକଟରେ ପିୟୁଷ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଥିଲା। ପିୟୁଷ ତ୍ରିପାଠୀଙ୍କୁ ଚଣ୍ଡିଖୋଲ ଛକରେ କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା। ସେଠାରେ ଏକ ରାଲି ଶୋଭାଯାତ୍ରା ଯାତ୍ରା ମଞ୍ଚ ପାଖକୁ ଯାଇଥିଲେ ପିୟୁଷ ତ୍ରିପାଠୀ। ପିୟୁଷ ତ୍ରିପାଠୀଙ୍କ ଅଭିନୟ ଦେଖିବାକୁ ଦର୍ଶକ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଖଚାଖଚ ଦର୍ଶକ ଭିତରେ ଯାତ୍ରା ମଞ୍ଚରେ ନିଜ ଅଭିନୟ ଦେଖାଇ ଦର୍ଶକଙ୍କ ମନ ଜିତିଥିଲେ ପିୟୁଷ। ପୂର୍ବ ଭଳି ଦର୍ଶକଙ୍କ ମାନେ ଯେଉଁଭଳି ଭଲ ପାଇବା ଦେଇଛନ୍ତି ନୂଆ ନାଟକ ମଧ୍ୟରେ ଦର୍ଶକ ସେହିଭଳି ଭଲ ପାଇବା ମିଳିବ ବୋଲି ଆଶାବାଦୀ ଥିଲେ ସିଂହବାହିନୀ ସର୍ବଦା। ହେଲେ ଭୁବନେଶ୍ୱର ସିଭିଲ ଜଜ୍ଙ୍କ ରାୟ ଓଲଟି ପାଲଟ କରିଦେଇଛି।